ପିଲାମାନେ ଆସ ଆଜି ଗପ ଶୁଣିବା। ଆଜିର ଗପର ନାଁ ହଉଛି ସିଂହଦୁଆର ବାହାରେ। ତୁମେ ସିଂହଦୁଆର କଣ ଭାବୁଥିବ? ସିଂହଦୁଆର କୁଆହାର ସିଂହଦୁଆର ଥାଏ? ମନ୍ଦିରର ସିଂହଦୁଆର ଥାଏ। ମନ୍ଦିରର ଆଗରେ ସିଂହ ଥାନ୍ତି, ହାତୀ ଉପରେ ସିଂହ ବସିଥାନ୍ତି। ଆଉ ରାଜା ମାନଙ୍କ ଦ୍ୱାରେ ସିଂହଦୁଆର ଥାଏ, ଆଉ କୋଉଠି ନା। ରାଜା ଏବଂ ମନ୍ଦିର ମାନଙ୍କରେ ସିଂହଦୁଆର ଥାଏ। ମୋର ଗପର ନାଁ ହେଲା ସିଂହଦୁଆର ବାହାରେ। ଶୁଣିବା ମିଶିକିରି ଗପ। ଥରେ ଜଣେ ରାଜା ଥିଲେ। ସେ ରାଜାଙ୍କ ନାଁ ହଉଛି ସତ୍ୟବ୍ରତ। ବହୁତ ଭଲ ରାଜା ଥିଲେ। ଏବଂ ଥରେ କଣ ହେଇଛି ନା, ଗୋଟେ ପବିତ୍ର ଭଲ ଦିନଟେ ଥିଲା। କଣ ଭଲ ଦିନ ଥିଲା ମୋର ମନେ ପଡୁନି। ସେଦିନ ଗୋଟେ ବହୁତ ଭଲ ଦିନ ଥିଲା। ସେ ଭଲ ଦିନରେ ସେ ଯାଇଥିଲେ ସ୍ନାନ କରିବା ପାଇଁ। ତାଙ୍କ ରାଜ୍ୟ ଦେଇ ଗଙ୍ଗା ନଦୀ ବହି ଯାଉଥିଲେ। ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିକି ସେ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରୁଥିଲେ। ହେଲେ ଆଗେ ସମସ୍ତେ ବ୍ରାହ୍ମ ମୁହୂର୍ତ୍ତରେ ଉଠୁଥିଲେ। ବ୍ରାହ୍ମ ମୁହୂର୍ତ୍ତ କୋଉଟା ନା, ଭୋର ସମୟ। 5ଟା, 4:30, 5ଟା ହଉଛି ଭୋର ସମୟ। ସେଟାକୁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ। ଏବେ ତ ଆମେ ସେ ବ୍ରାହ୍ମ ମୁହୂର୍ତ୍ତରେ ଉଠିବା ଭୁଲିଗଲେଣି। ଫୋନ ଦେଖିବା, ଟିଭି ଦେଖିବା, ଯାଇକି ଶୋଇଲା ବେଳକୁ ପୁଣି ଉଠିଲା ବେଳକୁ କିଏ ଆମେ ସବୁ 9ଟା 10ଟାରେ ଉଠୁଛେ। ବ୍ରାହ୍ମ ମୁହୂର୍ତ୍ତ କଣ ତାହା ବି ଆମେ ଏପର୍ଯ୍ୟନ୍ତ ଅନୁଭବ କରିନେ। ସେଇ ସମୟରେ ଶାନ୍ତ ଥାଏ ପରିବେଶ। ସେଇ ସମୟରେ ଯୋଉ ବାୟୁଟା ବହେ, ସେଇ ଯୋଉ ଅମ୍ଳଜାନ, ସେଟା ଆମ ଦେହକୁ ଭଲ କାମ ଦିଏ। ତେଣୁ ବ୍ରାହ୍ମ ମୁହୂର୍ତ୍ତରେ ଉଠିବା ଆମ ଭାରତୀୟ ସଂସ୍କୃତିର ଗୋଟେ ଅଙ୍ଗ ଥିଲା। ଛାଡ, ଆମେ ଆସିବା ଆମ ଗପ। ପିଲେ ଯଦି ଚେଷ୍ଟା କରିପାରିବ ତମ ମାନେ ବ୍ରାହ୍ମ ମୁହୂର୍ତ୍ତରେ ଉଠିବା ପାଇଁ, ବହୁତ ଭଲ ହବ। ସେ ବ୍ରାହ୍ମ ମୁହୂର୍ତ୍ତରେ ରାଜା ସତ୍ୟବ୍ରତ ସିଂହଦ୍ୱାର ଦେଇ ଏଇ ଗଙ୍ଗାରେ ସ୍ନାନ କରି ନିଜ ସିଂହଦ୍ୱାର ଭିତରକୁ ପ୍ରବେଶ କରୁଛନ୍ତି। ରାଜାଙ୍କର ମୁଖ୍ୟ ଦ୍ୱାର ସିଂହଦ୍ୱାର ଥାଏ। ଦେଖିଲେ ଜଣେ ପୁରା ପରମ ସୁନ୍ଦରୀ ଜଣେ ସ୍ତ୍ରୀ ଲୋକ, ଦେବୀ ଭଳିଆ ଲାଗୁଛନ୍ତି, ସିଂହଦ୍ୱାର ବାହାରିକି ଚାଲି ଆସୁଛନ୍ତି। ସତ୍ୟବ୍ରତ ପଚାରିଲେ, କିଏ ଆପଣ ଘର ଭିତରକୁ ବାହାରିକି ଯାଉଛନ୍ତି? ସେ କହିଲେ, ମୁଁ ହଉଛି ଧନଲକ୍ଷ୍ମୀ। ତୁମ ରାଜ୍ୟର, ଏଇ ତୁମ ରାଜ ଉଆସର ମୁଁ ହଉଛି ଧନଲକ୍ଷ୍ମୀ। ମୁଁ ପଳେଇ ଯାଉଛି। ରାଜା କହିଲେ, ଆଉ ପଳେଇ ଯାଉଛନ୍ତି କାହିଁକି? ନା, ମୁଁ ତ ଲକ୍ଷ୍ମୀ ଚଞ୍ଚଳା ନା, ମୁଁ ଗୋଟେ ଜାଗାରେ ସ୍ଥିର ହେଇକି ରହିବିନି, ମୁଁ ସେଥିପାଇଁ ପଳେଇ ଯାଉଛି। ରାଜା କହିଲେ, ହଉ ଯାଆନ୍ତୁ। ଧନଲକ୍ଷ୍ମୀ ପଳେଇ ଆସିଲେ। ପୁଣି କିଛି ସମୟ ପରେ ଦେଖିଲେ ଆଉ ଜଣେ ପୁରୁଷ, ଜଣେ ଦେବତାଙ୍କ ଭଳିଆ ଲାଗୁଛନ୍ତି, ସୁନ୍ଦର ପୁରୁଷ, ସେ ବି ବାହାରିକି ଆସିଲେ। ସେ ପଚାରିଲେ, ଆପଣ କିଏ? ଆପଣ ପଳେଇ ଯାଉଛନ୍ତି? ରାଜା କହିଲେ, ମୁଁ ତ ଆପଣଙ୍କୁ ଆଗରୁ କେବେ ଦେଖିନି। ନା, ମୁଁ ହଉଛି ଦାନର ସ୍ୱରୂପ, ମୁଁ ଦାନର ପୁରୁଷ। ଆପଣ କାହିଁ ପଳେଇ ଯାଉଛନ୍ତି? ଧନଲକ୍ଷ୍ମୀ ପଳେଇଲେ। ଧନ ନାହିଁ, ଆଉ ଦାନ କୋଉଠୁ ଆପଣ ଦେବେ? ମୁଁ ସେଥିପାଇଁ ପଳେଇ ଯାଉଛି। ରାଜା କହିଲେ, ହଉ ଯାଆନ୍ତୁ। ପୁଣି କିଛି ସମୟ ପରେ ରାଜା ପୁଣି ପାହାଚ ଚଢିଛନ୍ତି। ଏଇ ସମୟରେ ଆଉ ଜଣେ ପୁରୁଷ, ଜଣେ ଦିବ୍ୟ ପୁରୁଷ ବାହାରି ଆସିଲେ। ସେ କହିଲେ, ତମେ କିଏ? ତମେ କାହିଁ ପଳେଇ ଯାଉଛ? ନା, ମତେ ଏଇଟା ଭଲ ଲାଗେ, ମୁଁ ହଉଛି ସଦାଚାର। ସତ୍ ଆଚାର, ସଦାଚାର ବା ସତ୍ ଆଚରଣ ଯୋଉମାନେ କରନ୍ତି, ସେଇମାନେ ସଦାଚାର। କହିଲେ, ମୁଁ ହଉଛି ସଦାଚାର ପ୍ରତୀକ, ମୁଁ ଯାଉଛି। ରାଜା କହିଲେ, ତମେ କାହିଁ ପଳଉଛ? ନା, ଦାନ ଯୋଉଠି ନାହିଁ, ଧନ ପଳେଇଲା, ଦାନ ନାହିଁ, ଆଉ କଣ ସତ୍ ଆଚରଣ ରହିବ? ମୁଁ ସେଥିପାଇଁ ପଳେଇ ଯାଉଛି। ରାଜା କହିଲେ, ହଉ ଯାଆନ୍ତୁ। ଏଇ ସମୟରେ ଆଉ ଗୋଟେ ପାହାଚ ଚଢିଛନ୍ତି, ଆଉ ଜଣେ ପୁରୁଷ ଆସିଲେ, ଦିବ୍ୟ ପୁରୁଷ। ରାଜା ପଚାରିଲେ, ତୁମେ ବି ପୁଣି କିଏ? ତୁମେ ବି ପଳେଇ ଯାଉଛ? ସେ କହିଲେ, ମୁଁ ହଉଛି ଯଶ। ଯଶ ମାନେ ଯୋଉଟାକୁ ଖ୍ୟାତି କହନ୍ତି, ଖ୍ୟାତି ପୁରୁଷ ସେ। ମୁଁ ହଉଛି ଯଶ ପୁରୁଷ, ମୁଁ ପଳେଇ ଯାଉଛି। ଆପଣ କାହିଁ ପଳେଇ ଯାଉଛନ୍ତି? ନା, ଦାନ ଗଲା, ଧନ ଗଲା, ସଦାଚାର ପଳେଇଲେ, ମୁଁ କାହିଁକି ରହିବି? ଯଶ କୋଉଠୁ ଆସିବ? ଯଶ ପଳେଇ, ମୁଁ ସେଥିପାଇଁ ପଳେଇ ଯାଉଛି। କହିଲେ, ହଉ ଯାଆନ୍ତୁ। ରାଜା କହିଲେ, ହଉ ଯାଆନ୍ତୁ। ରାଜା କିନ୍ତୁ ବହୁତ ସତ୍ୟବାନ। କହିଲେ, ହଉ ଆପଣ ଯାଆନ୍ତୁ। ଏଇ ସମୟରେ ପୁଣି ଆଉ ଗୋଟେ ପାହାଚ ଉଠିଛନ୍ତି, ସେ ତ ପଳେଇଲେ। ଆଉ ଜଣେ ଦିବ୍ୟ ପୁରୁଷ, ତାଙ୍କ ଦେହରୁ ଦିବ୍ୟ ତେଜ ବାହାରୁଛି। ଯେତେ ଜଣ ଗଲେ, ତାଙ୍କଠୁ ଆହୁରି ଦିବ୍ୟ ତେଜରେ ଜାଜୁଲ୍ୟମାନ ହେଇକି ଆଉ ଜଣେ ପୁରୁଷ ଆସିଲେ। ରାଜା ପଚାରିଲେ, ଆପଣ କିଏ? ଆପଣ କାହିଁକି ପଳେଇ ଯାଉଛନ୍ତି? ନା, ମୁଁ ହଉଛି ସତ୍ୟ, ଟ୍ରୁଥ, ଯାହାକୁ ଇଂରାଜୀରେ ଆମେ କହୁ ଟ୍ରୁଥ। ମୁଁ ହଉଛି ସତ୍ୟ। ନା, ମୁଁ ପଳେଇ ଯାଉଛି। ନା, ଆପଣ କାହିଁ ଯାଉଛନ୍ତି? ସବୁ ତ ପଳେଇ ଗଲେ, ମୁଁ ସେଥିପାଇଁ ଦାନ, ଯଶ, ସଦାଚାର, ଲକ୍ଷ୍ମୀ, ଧନଲକ୍ଷ୍ମୀ ସବୁ ପଳେଇଲେ, ମୁଁ ସତ୍ୟ ପଳଉଛି।
ରାଜା ବଡ ଅନୁନୟ ବିନୟ ହେଇକି କହିଲେ, ନା ନା, ସେମାନେ ସବୁ ଗଲେ ଠିକ ଅଛି, କିନ୍ତୁ ତୁମେ ସତ୍ୟ, ତୁମେ କେବେ ଯାଅ ନାହିଁ ମତେ ଛାଡିକିରି। ଏଇ ରାଜପ୍ରସାଦ, ଏଇ ନଗରୀ ଛାଡିକି ତୁମେ କେବେ ଯାଅ ନାହିଁ। ସତ୍ୟ ପଳେଇ ଗଲେ ତ ସବୁ ସରିଗଲା। ସେଥିପାଇଁ ପିଲେ କୁହାଏ ଯେ ଟ୍ରୁଥ ଇଜ ଗଡ୍, ସତ୍ୟ ହିଁ ଈଶ୍ୱର। ତେଣୁ ସତ୍ୟ ପଳେଇ ଗଲେ ଏ ସବୁ ଆଉ କିଛି ରହିବ ନାହିଁ। ତେଣୁ ଆପଣ ରୁହନ୍ତୁ। ଯେମିତି ବିନୟ ହେଇକି ରାଜା କହିଲେ, ସତ୍ୟ ଫେରି ଆସିଲେ ରାଜ ଉଆସ ଭିତରକୁ। ସତ୍ୟ ପୁରୁଷ ସତ୍ୟ ଯେମିତି ପଳେଇ ଆସିଲେ, ତାଙ୍କ ପଛେ ପଛେ ଯଶ ଆସିଲେ। ସେଠୁ ରାଜା କହିଲେ, ଆପଣ ଫେରି ଆସୁଛନ୍ତି ନା, ଯୋଉଠି ସତ୍ୟ ଅଛି ସେଇଠି ଯଶ ଅଛି। ତା ପଛେ ପଛେ ସଦାଚାର ଆସିଲେ, କହିଲେ ସତ୍ୟ ଯୋଉଠି ଅଛି, ଯଶ ଯୋଉଠି ଅଛି, ସେଠି ତ ସତ୍ୟ ଆଚାର ରହିବ ନା। ସଦାଚାର ରହିଲେ ତ ଯଶ ଖ୍ୟାତି ଆସିବ। ତେଣୁ ସତ୍ୟଙ୍କ ସହିତ ଆମେ ବି ସଂଯୋଗିତ। ତେଣୁ ତା ପଛେ ପଛେ ସଦାଚାର ଆସିଲେ, ତା ପଛେ ପଛେ ଲକ୍ଷ୍ମୀ ଚାଲି ଆସିଲେ, ଦାନ ଆସିଲେ, ତା ପଛେ ପଛେ ଲକ୍ଷ୍ମୀ ଚାଲି ଆସିଲେ। ଯୋଉଠି ସତ୍ୟ ଥାଏ ସେଇଠି ସଦାଚାର ଥାଏ, ସେଇଠି ଦାନ ଥାଏ, ସେଇଠି ଧନ ଥାଏ, ସେଇଠି ଖ୍ୟାତି ଥାଏ, ସେଠି ଉତ୍ତମ ଆଚରଣ ଥାଏ। ତେଣୁ ସତ୍ୟଟା, ତେଣୁ ଆମେ ସମସ୍ତେ ପିଲେ ସତ୍ୟ ପଥରେ ଯିବା ଦରକାର, ସତ୍ୟକୁ ଧରି ରଖିବା ଦରକାର, ଯୋଉଟା ପ୍ରକୃତରେ ସତ୍ୟ, ଭୂତ ବର୍ତ୍ତମାନ ଭବିଷ୍ୟତ ପାଇଁ ସତ୍ୟ। ତେଣୁ ସତ୍ୟକୁ ଧରି ରଖିଲେ, ରାଜା ସତ୍ୟବ୍ରତ ବହୁ ବର୍ଷ ଧରିକି ସତ୍ୟକୁ ହାତରେ ଧରିକି ରାଜ ଶାସନ କଲେ ଏବଂ ଯଶ ଖ୍ୟାତିରେ ପରିପୂର୍ଣ୍ଣ ହେଲେ। ତେଣୁ ପିଲେ ସବୁବେଳେ ସତ୍ୟକୁ ଅନୁସରଣ କର। ଗଡ୍ ଇଜ ନଟ୍ ଟ୍ରୁଥ, ଟ୍ରୁଥ ଇଜ ଗଡ୍। ସତ୍ୟ ହିଁ ଈଶ୍ୱର। ଈଶ୍ୱରକୁ ଆମେ ଦେଖିନା, କିନ୍ତୁ ଯୋଉଟା ସତ୍ୟ ତାହା ହିଁ ହଉଛି ଈଶ୍ୱରଙ୍କର ସ୍ୱରୂପ। ବୁଝିଲେ? ତେଣୁ ପିଲେ ଆଜିର ଗପ ଥିଲା କଣ ନା, ସିଂହ ଦ୍ୱାର। ସିଂହ ଦ୍ୱାର ବାହାରେ, ସିଂହ ଦ୍ୱାର ବାହାରେ ଯାହା ସବୁ ଦେଖିଲେ, ଇଏ ହଉଛି ଆମର ଜୀବନର ସିଂହ ଦ୍ୱାର। ସିଂହ ଦ୍ୱାରର ଅର୍ଥ ହଉଛି ଜୀବନର ସିଂହ ଦ୍ୱାର। ଜୀବନର ସିଂହ ଦ୍ୱାରରେ ଆମେ ସତ୍ୟକୁ ଧରି ରଖିବା, ସମସ୍ତ ଯଶ ଖ୍ୟାତିକୁ ଅର୍ଜନ କରିବା। ଆମେ ସମସ୍ତେ ଜଣେ ଜଣେ ରାଜା ସତ୍ୟବ୍ରତ ହବା। ଆଜିର ଗପ ଏଇଠି। ପୁଣି କେତେବେଳେ କଣ, ପୁଣି କାଲି ତୁମକୁ ଗପ ନେଇକିରି ଆସିବି ନା। ପୁଣି ଆଉଥରେ ଗପ ଶୁଣିବା। ତମେ ଗପ ଶୁଣୁଥାଅ, ଖାଲି ଶୁଣନି, ସତ୍ୟକୁ ଉପଲବ୍ଧି କର ଏବଂ ସତ୍ୟକୁ ଅନୁସରଣ କର। ଏଇଠି ରଖୁଛି।